ସାଙ୍ଗମାନେ ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଆଜି ଆମେ ପଢ଼ିବା ଔପନ୍ୟାସିକ ରାମଶଙ୍କର ରାୟଙ୍କ ବିଷୟରେ, ଯିଏକି 1857 ଜନ୍ମଗ୍ରହଣ କରିଥିଲେ ଏବଂ 1931ରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ସାହିତ୍ୟ ସଂସ୍କୃତିର ପଟପୁରୋଧା, ଆଜନ୍ମ ସାଧକ, କବି, ନାଟ୍ୟକାର, ଔପନ୍ୟାସିକ, ପ୍ରାବନ୍ଧିକ ରାମଶଙ୍କର ରାୟ ଆଧୁନିକ ଓଡ଼ିଆ ସାହିତ୍ୟର ନବପ୍ରବର୍ତ୍ତକ। ଓଡ଼ିଆ ସାହିତ୍ୟରେ ଉପନ୍ୟାସ ନଥିବା ବେଳେ ଏକ ସ୍ୱତନ୍ତ୍ର ଶୈଳୀ ସୃଷ୍ଟି କରିଥିଲେ ସେ। ଏହି ଯୋଗଜନ୍ମା ସାଧକଙ୍କ ଜନ୍ମ ହୋଇଥିଲା କଟକ ଜିଲ୍ଲାର ଅସୁରେଶ୍ୱର ନିକଟସ୍ଥ ଦୀକ୍ଷିତପଡ଼ା ଗାଁରେ 1857 ଜୁନ୍ ମାସରେ। ପିତାଙ୍କ ନାମ ଥିଲା ସଦାଶିବ ରାୟ। ବାଲ୍ୟ ଶିକ୍ଷା ସରିବା ପରେ 7 ବର୍ଷ ବୟସରେ ଉଚ୍ଚଶିକ୍ଷା ପାଇଁ କଟକ ଆସିଥିଲେ। ଜ୍ୟେଷ୍ଠ ଭ୍ରାତା ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ପ୍ରକାଶିତ ଉତ୍କଳ ଦୀପିକା ସହ ବହୁ କବି, ବିଦ୍ୱାନ, ମନୀଷୀ ସମ୍ପୃକ୍ତ ଥିଲେ। ସେମାନଙ୍କ ଆଦର୍ଶ ରାମଶଙ୍କରଙ୍କ ଉପରେ ପଡ଼ିଥିଲା। 1878 ଉତ୍କଳ ମଧୁପ ପ୍ରକାଶ ପାଇଥିଲା। ଏଥିରେ ତାଙ୍କର ବହୁ ଲେଖା ପ୍ରକାଶ ପାଇଥିଲା। ଏହି ସମୟ ମଧ୍ୟରେ ରାମଶଙ୍କର ରାୟ ସୌଦାମିନୀ ନାମକ ଏକ ଐତିହାସିକ ଉପନ୍ୟାସ ରଚନା କରିବାକୁ ଉଦ୍ୟମ କରିଥିଲେ। 29 ପରିଚ୍ଛେଦ ଯାଏଁ ଲେଖା ହୋଇ ଉତ୍କଳ ମଧୁପରେ ଧାରାବାହିକ ଭାବେ ପ୍ରକାଶ ପାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତିକାଟି ବନ୍ଦ ହୋଇଯିବାରୁ ଲେଖକଙ୍କ ଉପନ୍ୟାସ ରଚନା ମଧ୍ୟ ବନ୍ଦ ହୋଇଗଲା। ସୌଦାମିନୀ ଅସମ୍ପୂର୍ଣ୍ଣ ରହିଗଲା। ଆଲାଉଦ୍ଦିନ ଖିଲଜୀଙ୍କ ଚିତ୍ତୋର ଆକ୍ରମଣ କିମ୍ବଦନ୍ତୀକୁ ଆଧାର କରି ଲେଖକ ତାକୁ ଐତିହାସିକ ରୂପ ପ୍ରଦାନ କରିବାକୁ ଚେଷ୍ଟିତ ଥିଲେ। ଜୟସିଂହ ଓ କାଳ୍ପନିକ ନାୟିକା ସୌଦାମିନୀର ପ୍ରେମ ଉପନ୍ୟାସ ଏହି ଉପନ୍ୟାସର ମୁଖ୍ୟ ଆଧାର। ଏଥିରେ କେତେକ ଐତିହାସିକ ଚରିତ୍ର ଓ ସ୍ଥାନ ଉଲ୍ଲେଖ ଅଛି ସତ, ଏଥିରେ ଐତିହାସିକ ଉପାଦାନ ପ୍ରାୟ ନାହିଁ କହିଲେ ଚଳେ। କାହାଣୀ ଇତିହାସର ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ ନୁହେଁ। ଯାହା କିଛି ଅଛି ଅବାସ୍ତବ, ଅତିରଞ୍ଜିତ। ସମ୍ଭବତଃ ରଚନା ଶୈଳୀ, ବିଷୟବସ୍ତୁ ବି ସ୍ୱୟଂ ଲେଖକଙ୍କ ମନକୁ ଛୁଇଁ ନଥିଲା। ଏହା ଲେଖକଙ୍କ ଗ୍ରନ୍ଥାବଳୀରେ ମଧ୍ୟ ସ୍ଥାନ ପାଇନାହିଁ। ଶଙ୍କର ରାୟଙ୍କ ଦ୍ୱିତୀୟ ପୂର୍ଣ୍ଣାଙ୍ଗ ଉପନ୍ୟାସ ହେଉଛି ବିବାସିନୀ। ଏ ସମ୍ପର୍କରେ ପୂର୍ବରୁ ସମ୍ୟକ୍ ଭାବେ ଆଲୋଚନା କରାଯାଇଛି। ମୟୂରଭଞ୍ଜରୁ ପ୍ରକାଶିତ ଉତ୍କଳ ପ୍ରେସରେ ଧାରାବାହିକ ଭାବେ ପ୍ରକାଶ ପାଇ 1892 ବେଳକୁ ପୂର୍ଣ୍ଣାଙ୍ଗ ଉପନ୍ୟାସ ଭାବେ ପରିପ୍ରକାଶ ଲାଭ କଲା। ଏହା ଏକ ଐତିହାସିକ ଉପନ୍ୟାସ। ପଦ୍ମମାଳୀ ପରି ଏହା ମଧ୍ୟ ଏକ ଐତିହାସିକ ପ୍ରେମ କାହାଣୀ। ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଶାରେ ଶାସନ କରୁଥିବା ମରହଟ୍ଟାଙ୍କର ଅନ୍ୟାୟ, ଅତ୍ୟାଚାର ଓ ଉତ୍ପୀଡ଼ନର କାହାଣୀ ଏଥିରେ ରହିଛି। ମରହଟ୍ଟା ଶାସନର ଶୋଷଣ ସାଙ୍ଗକୁ ଚୌଧୁରୀମାନଙ୍କ ଦେଶଦ୍ରୋହିତା, ସ୍ୱାର୍ଥପରତା ରାଜ୍ୟବାସୀଙ୍କୁ ଅଧିକ ବ୍ୟସ୍ତ ବିବ୍ରତ କରିଥିଲା। ଓଡ଼ିଶାର ପ୍ରାକୃତିକ ଦୁର୍ବିପାକ ସମୟରେ ଶାସକ ଓ କର୍ମଚାରୀମାନଙ୍କ ଉଦାସୀନତା ଲୋକଙ୍କ ମଧ୍ୟରେ ବିଦ୍ରୋହ ଭାବ ସୃଷ୍ଟି କରିଥିଲା। ଫଳରେ ଓଡ଼ିଶାର କେତେକ ସାହସୀ, ଦେଶପ୍ରେମୀ ଯୁବକ ଏକଛତ୍ରବାଦୀ ଶୋଷକ ବିରୁଦ୍ଧରେ ସଂଗ୍ରାମ ପାଇଁ ଶପଥ ନେଲେ ଏବଂ ଏ ପରିପ୍ରେକ୍ଷୀରେ ସେମାନେ ଦୁଃସାହସିକପୂର୍ଣ୍ଣ ଡକାୟତି କର୍ମର ଆଶ୍ରୟ ନେଇଥିଲେ। ଏହିଭଳି ପ୍ରସଙ୍ଗକୁ ଭିତ୍ତି କରି ବିବାସିନୀର ସୃଷ୍ଟି। ଶାସନ କାଳରେ ପାରାଦୀପ ଷଣ୍ଢ ଏକ ପ୍ରତାପୀ ଦସ୍ୟୁ ରାଜା ଥିଲେ। ସେ କାଳର ପ୍ରଥା ଅନୁସାରେ 1768ରୁ 1770 ପର୍ଯ୍ୟନ୍ତ ମରହଟ୍ଟା ସୁବାଦାର ସମ୍ଭୋଜୀ ଗଣେଶ ଓଡ଼ିଶାରେ ଶାସନ ଦାୟିତ୍ୱ ତୁଲାଇଥିଲା। ସେତେବେଳକୁ ଓଡ଼ିଶାରେ ଭୟାବହ ଦୁର୍ଭିକ୍ଷ ଦେଖା ଦେଇଥିଲା। ତାର ଚିତ୍ର ଏଥିରେ ରହିଛି। ସାଧାରଣ ଜନତାର ସୁଖ ଦୁଃଖ ପ୍ରତି ଉଦାସୀନ ଥିବା ମରହଟ୍ଟା ସୁବେଦାର ସମ୍ଭୋଜୀ ଗଣେଶ ଓଡ଼ିଶାର ଆର୍ଥିକ ସାମାଜିକ ବ୍ୟବସ୍ଥାକୁ ଧ୍ୱଂସ କରିଦେଇଥିଲା। ସମାଲୋଚକଙ୍କ ମତରେ ମରହଟ୍ଟା ସୁବାଦାର ସମ୍ଭୋଜୀ ଗଣେଶର କୁଶାସନକୁ ଉପନ୍ୟାସ ରୂପ ଦେବା ଥିଲା ଲେଖକଙ୍କ ମୌଳିକ ଲକ୍ଷ୍ୟ। ସୁବେଦାରର ଅମାନବିକତା, ଡୁମା ସର୍ଦ୍ଦାରର ମାନବିକ ଗୁଣାବଳୀ ସହିତ ସାଧାରଣ ମଣିଷର ଚରିତ୍ରବତାର ସନ୍ଧାନ ଉପନ୍ୟାସଟିରେ ଦେଖିବାକୁ ମିଳିଥାଏ। ମୁଖ୍ୟତଃ ଏଥିରେ ବହୁ ପୁରୁଷ ଚରିତ୍ରର ଅବତାରଣା କରାଯାଇଛି। ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷର କରାଳ ଚିତ୍ର, ଇଂରେଜ ଶାସନ ବିରୋଧରେ ଜନତାର ପ୍ରତିବାଦର ଚିତ୍ର ଉପନ୍ୟାସଟିରେ ସ୍ଥାନ ପାଇଛି। ଏହାର ବିଷୟବସ୍ତୁ ରୋମାନ୍ସଧର୍ମୀ, ଭାଷା କ୍ଳିଷ୍ଟ ତଥା କାହାଣୀର ମଧ୍ୟଭାଗରେ ନିବନ୍ଧଧର୍ମୀ ଟୀକା ଟିପ୍ପଣୀ ଉପନ୍ୟାସଟିକୁ ଯଥାର୍ଥ ସାଫଲ୍ୟରୁ ବଞ୍ଚିତ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିବାସିନୀ ସମ୍ପର୍କରେ ବିଶିଷ୍ଟ ସମାଲୋଚକ ଡକ୍ଟର ମାୟାଧର ମାନସିଂହ ଯଥାର୍ଥରେ ଲେଖିଛନ୍ତି, ରାମଶଙ୍କରଙ୍କ ବିବାସିନୀ ମୂଲ୍ୟବାନ ଓ ତାତ୍ପର୍ଯ୍ୟପୂର୍ଣ୍ଣ ହେଲେ ହେଁ ଓଡ଼ିଶାରେ ଜନପ୍ରିୟତା ପାଇପାରିନାହିଁ। ତାହାର କାରଣ ହେଉଛି ଲେଖକ ବହୁ ଶବ୍ଦ ସଂସ୍କୃତ
ସଂସ୍କୃତ ପ୍ରଭାବିତ ଏକ ପ୍ରାକଥନ ଶୈଳୀରେ ଉପନ୍ୟାସ ଲେଖିବାକୁ ଯାଉଛନ୍ତି। ଗଳ୍ପ କଥନ ପାଇଁ ଆଦୌ ପ୍ରୟୋଜନ ନଥିଲେ ମଧ୍ୟ ଲେଖକ ମଝିରେ ମଝିରେ ଗଳ୍ପ ବନ୍ଦ କରି ପାଠକ ପ୍ରତି ଲମ୍ବା ଲମ୍ବା ଉପଦେଶାତ୍ମକ ବକ୍ତୃତା ଛାଡ଼ିଛନ୍ତି। ସମସ୍ତ ଆଲୋଚନା ସମାଲୋଚନା ସତ୍ତ୍ୱେ ବିଭାସିନୀ ଉପନ୍ୟାସ ସାହିତ୍ୟରେ ମାଧୁର୍ଯ୍ୟମଣ୍ଡିତ ଆସନ ହାସଲ କରିଛି। ଏହାପରେ ଆଜି ଏତିକିରେ ଆମେ ଦେଖିବା ରାମଶଙ୍କର ରାୟଙ୍କ ଉପନ୍ୟାସ ଆଲୋଚନା ସରୁଛି। ଏହାପରେ ଆମେ ଦେଖିବା ଔପନ୍ୟାସିକ ଗୋପାଳ ବଲ୍ଲଭ ଦାସଙ୍କ ସମ୍ପର୍କରେ।